ଥରେ ଗୋଟେ ରାଜା ବହୁତ ସୁନ୍ଦର ଚଢ଼େଇଟିଏ ଦେଖିଲେ। ସେମିତିକା ଚଢ଼େଇ ସେ ରାଜ୍ୟରେ ଆଗରୁ କେହି କେବେ ଦେଖିନଥିଲେ। ରାଜା ସାଙ୍ଗେ ସାଙ୍ଗେ ନିଜର ସୈନ୍ୟମାନଙ୍କୁ ଆଦେଶ ଦେଲେ, ସେ ଚଢ଼େଇକୁ ଧରି ଆଣ। ସେ ଚଢ଼େଇଟି ଜଙ୍ଗଲରେ ବହୁତ ଖୁସିରେ ରହୁଥିଲା। ରାଜା କହିଲେ, ତାକୁ ସମ୍ମାନର ସହିତ ଅଣାଯାଉ। ଏତେ ସୁନ୍ଦର ଚଢ଼େଇ, ୟା ପାଇଁ ଶଙ୍ଖ ବଜାଅ, ହୁଳହୁଳି ଦିଅ, ଆଉ ବାଜା ବଜେଇକି ସମ୍ମାନର ସହିତ ଅଣାଯାଉ। ଆଉ ଏ ଖାଇବା ବି ସେଇଟା ଖାଇବ ଯେଉଁଟା ରାଜାଙ୍କ ମହଲରେ ବନୁଛି। ଯାହା ମୁଁ ଖାଉଛି ସେସବୁ ୟାକୁ ଖାଇବାକୁ ଦିଅ। ଆଉ ଯେମିତିକା ପଲଙ୍କରେ ମୁଁ ଶୋଉଛି ସେମିତିକା ପଲଙ୍କ ସେ ଚଢ଼େଇ ପାଇଁ ବିଛାଯାଉ। ଯେତିକି ସୁବିଧା ମୋତେ ଦିଆଯାଉଛି ସେତିକି ସୁବିଧା ୟାକୁ ବି ଦିଆଯାଉ। ଆଉ ତାପରେ କ'ଣ ହବ? ସେ ଚଢ଼େଇଟି ମରିଗଲା। ମନେ ରଖନ୍ତୁ, କାହାକୁ ସାହାଯ୍ୟ କରିବା ପୂର୍ବରୁ ପ୍ରଥମେ ଜାଣିବା ଦରକାର ତା ପାଇଁ କେଉଁଟା ଠିକ୍ ଆଉ କେଉଁଟା ଭୁଲ। ଆଉ ସେଇଟା କେତେବେଳେ ଜଣାପଡ଼ିବ? ନିଜ ମନରୁ ଅହଙ୍କାର ଛାଡ଼ିଲା ପରେ। ଆମକୁ ଲାଗୁଛି ଯେଉଁଟା ଆମ ପାଇଁ ଠିକ୍ ସେଇଟା ତା ପାଇଁ ବି ଠିକ୍ ହେବ, କିନ୍ତୁ ସତ କହିବାକୁ ଗଲେ ଆମ ପାଇଁ କେଉଁଟା ଠିକ୍ ସେଇଟା ଆଜି ପର୍ଯ୍ୟନ୍ତ ଆମେ ଜାଣିପାରିଲେ ନାହିଁ।